ଚେନ୍ନାଇ ହାରିବାର ଦୁଇଟି ବଡ଼ କାରଣ ସାମ୍ନାକୁ ଆସିଲା। ଦଳ ପାଇଁ ବିପଦ MS ଧୋନି। ଧୋନିଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଆମ୍ବାଟି ରାୟୁଡୁ। ଚେନ୍ନାଇ ସୁପର କିଙ୍ଗର ପ୍ରଶଂସକଙ୍କ ପାଇଁ MS ଧୋନି କୌଣସି ଭଗବାନଙ୍କ ଠାରୁ କମ୍ ନୁହନ୍ତି। ଧୋନିଙ୍କ ଯୋଗୁଁ ହିଁ ସାରା ବିଶ୍ୱର ପ୍ରଶଂସକ ଚେନ୍ନାଇ ସୁପର କିଙ୍ଗକୁ ସଲାମ କରନ୍ତି। ତଥାପି ପୂର୍ବତନ CSK ବ୍ୟାଟର ଆମ୍ବାଟି ରାୟୁଡୁ ବିଶ୍ୱାସ କରନ୍ତି ଯେ ଏହା କୌଣସି ପ୍ରକାରରେ ଚେନ୍ନାଇ ସୁପର କିଙ୍ଗକୁ କ୍ଷତି ପହଞ୍ଚାଉଛି। ପ୍ରଶଂସକମାନେ ପ୍ରାୟତଃ ଧୋନିଙ୍କ ବ୍ୟାଟିଂ ଦେଖିବା ପାଇଁ ନିଜ ଖେଳାଳିମାନଙ୍କ ଆଉଟ୍ ହେବା ପରେ ଉତ୍ସବ ପାଳନ କରନ୍ତି। ରାୟୁଡୁ କହିଛନ୍ତି ଏହା ଅନେକ ବର୍ଷ ଧରି ଘଟି ଆସୁଛି। ସେମାନେ ଧୋନିଙ୍କୁ ଭଲ ପାଆନ୍ତି, କିନ୍ତୁ ଯେତେବେଳେ ଅନ୍ୟ ଖେଳାଳିମାନେ ବ୍ୟାଟିଂ କରିବାକୁ ଆସନ୍ତି ପ୍ରଶଂସକମାନେ ଆଉଟ୍ ହେବାକୁ ଚିତ୍କାର କରନ୍ତି, ତାହା ଅଜବ ଲାଗେ। ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ ମଧ୍ୟ ସମାନ ଘଟଣା ଘଟିଥିଲା। ଏମାନେ ସମସ୍ତେ ଆମର ଖେଳାଳି ଏବଂ ଧୋନିଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ମଧ୍ୟ ଭଲ ବ୍ୟାଟିଂ କରୁଛନ୍ତି। ପ୍ରଶଂସକମାନେ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଉତ୍ସାହ କରିବା କଥା ବୋଲି ସେ କହିଛନ୍ତି। RCB ବିପକ୍ଷରେ ଦଳ 50 ରନରେ ପରାସ୍ତ ହେବା ପରେ ଧୋନିଙ୍କୁ ସମସ୍ତେ 4 ନହେଲେ 5 ନମ୍ବରରେ ବ୍ୟାଟିଂ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ରେ MS ଧୋନି 9 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ ତାହା କୌଣସି କାର୍ଯ୍ୟରେ ଲାଗିଲା ନାହିଁ ବୋଲି ପ୍ରଶଂସକମାନେ ଚିନ୍ତା କରିଛନ୍ତି।